ମାର୍କ ଲିଖିତ ସୁସମାଚାର 1 ଅଧ୍ୟାୟ 9 ପଦରୁ 13 ପଦ। ସେହି ସମୟରେ ଯୀଶୁ ଗାଲିଲୀର ନାଜରିଥରୁ ଆସି ଜର୍ଦ୍ଦନରେ ଜହନଙ୍କ ଦ୍ୱାରା ବାପ୍ତିସ୍ମ ହେଲେ। ଆଉ ତତ୍କ୍ଷଣାତ୍ ସେ ଜଳରୁ ଉଠି ଆସିବା ସମୟରେ ଆକାଶ ବିଦୀର୍ଣ୍ଣ ହେବା ଓ ଆତ୍ମାକୁ କପଟ ପରି ଆପଣ ଉପରକୁ ଅବତରଣ କରିବା ଦେଖିଲେ। ପୁଣି ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମର ପରମ ସନ୍ତୋଷ। ସେଇକ୍ଷଣି ଆତ୍ମା ତାହାଙ୍କ ପ୍ରାନ୍ତରକୁ ଘେନିଗଲେ। ଯୀଶୁ ପ୍ରାନ୍ତରରେ 40 ଦିନ ରହି ଶୈତାନ ଦ୍ୱାରା ପରୀକ୍ଷିତ ହେଉଥିଲେ। ସେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ପୁଣି ଦୂତମାନେ ତାହାଙ୍କ ସେବା କରୁଥିଲେ। ଲୋକେ ଯୀଶୁ କିଏ ବୋଲି କ'ଣ କହନ୍ତି? ଏହି ପ୍ରଶ୍ନଟା ଯୀଶୁ ମୋତେ ପଚାରିଥିଲେ ତାଙ୍କର ଶିଷ୍ୟମାନଙ୍କୁ। ଲୋକେ ମୁଁ କିଏ ବୋଲି କ'ଣ କହନ୍ତି? ଆପଣମାନେ ଶୁଣିଥିବେ, ମୁଁ ମଧ୍ୟ ଶୁଣିଛି। ଲୋକେ ଯୀଶୁଙ୍କ ବିଷୟରେ କ'ଣ କୁହନ୍ତି? ଯୀଶୁଙ୍କ ବିଷୟରେ ଲୋକେ କହନ୍ତି, ହଁ ଯୀଶୁ ଜଣେ ମହାପୁରୁଷ ଥିଲେ, ଯୀଶୁ ଜଣେ ଉତ୍ତମ ଶିକ୍ଷକ ଥିଲେ, ଯୀଶୁ ଇଂରେଜମାନଙ୍କର ଈଶ୍ୱର ଅଟନ୍ତି, ଯୀଶୁ ବିଦେଶୀ ଈଶ୍ୱର ଅଟନ୍ତି, ଯୀଶୁ ଇଂରେଜମାନଙ୍କର ଠାକୁର ଅଟନ୍ତି। ମାନେ ଲୋକମାନେ, ଆମେ ଯେଉଁ ସମାଜରେ ଅଛୁ, ଲୋକେ ଯୀଶୁଙ୍କ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି। ବାହାରେ ତ ଲୋକମାନେ ଦ୍ୱନ୍ଦ୍ୱରେ ଅଛନ୍ତି, କନଫ୍ୟୁଜନରେ ଅଛନ୍ତି। ମାତ୍ର ଦୁଃଖର କଥା, ଆଜି ମଣ୍ଡଳୀରେ ମଧ୍ୟ ଲୋକମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଯୀଶୁ କିଏ? ଆଜି ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହନ୍ତି, ସେମାନେ ଯୀଶୁ କିଏ ବୋଲି କ'ଣ କହନ୍ତି? ସେମାନେ ଯୀଶୁଙ୍କୁ ଗୋଟେ ବାବା ଭଳିଆ ଦେଖନ୍ତି। ହିଲର ମାନେ ସୁସ୍ଥ, କେବଳ ସୁସ୍ଥକାରୀ। ଆମେ ଯୀଶୁଙ୍କ ପାଖକୁ ଯିବା, ଆଉ ଯୀଶୁ ଖ୍ରୀଷ୍ଟ ଆମର ରୋଗ କ'ଣ କରିବେ? ସୁସ୍ଥ କରିବେ। ଯୀଶୁ ଖ୍ରୀଷ୍ଟ ଆମକୁ କ'ଣ କରିବେ? ଆମକୁ ମାନେ ପୁରା ପ୍ରସ୍ପେରସ୍ କରିବେ। ଆମ ଲାଇଫ୍ରେ ଆଉ କୌଣସି ଦୁଃଖ ରହିବନି, କୌଣସି କ୍ଲେଶ ରହିବନି, ସବୁକିଛି ଠିକ୍ ହେଇଯିବ, ସବୁକିଛି ବଢ଼ିଆ ହେଇଯିବ। ମାତ୍ର ବାଇବଲରେ କେବେ ହେଲେ ଯୀଶୁ ଖ୍ରୀଷ୍ଟ ଏଇ ପ୍ରତିଶ୍ରୁତି ଦେଇନାହାନ୍ତି। ଯୀଶୁ କେବେ କହିଛନ୍ତି କି ମୋ ନିକଟକୁ ଆସ, ତୁମର ଲାଇଫ୍, ତୁମର ଜୀବନ ସବୁ ବଢ଼ିଆ ହେବ? ବାଇବଲରେ ସେ କେବେ ଯୀଶୁ ଖ୍ରୀଷ୍ଟ ମାନେ କହିଛନ୍ତି, ଯଦି ତୁମେ ମୋ ପଛରେ ଅନୁଗମନ କରିବା ପାଇଁ ଚାହୁଁଛ, ତାହେଲେ ଆପଣ କୃଷ ଘେନି ମୋର ଅନୁଗମନ। ଆସନ୍ତୁ ଆଜି ଏଇ ମାର୍କ ଲିଖିତ ସୁସମାଚାରରେ ମଧ୍ୟ ମାର୍କ ମଧ୍ୟ ଗୋଟିଏ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଆଉ ସେଇ ପ୍ରଶ୍ନ ହେଉଛି ଯୀଶୁ କିଏ? ମାର୍କ, ଆମେ ଗତ ଦିନମାନଙ୍କରେ ଦେଖି ଆସୁଥିଲୁ, ମାର୍କ ସେଇ ପ୍ରଶ୍ନର ଉତ୍ତର ଦେଉଛନ୍ତି। ପ୍ରିୟ ବନ୍ଧୁଗଣ, ଜଣେ ପ୍ରଭୁଙ୍କର ଦାସ କହିଲେ, ନଥିଙ୍ଗ ଇଜ୍ ମୋର୍ ଇମ୍ପୋର୍ଟାଣ୍ଟ ଦେନ୍ ଗେଟିଂ ରାଇଟ୍ ହୁ ଜିଜସ୍ ଇଜ୍। ଆମମାନଙ୍କ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ଆମମାନଙ୍କ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କି ଯୀଶୁଙ୍କୁ ଠିକ୍ ଭାବରେ ଜାଣିବା। ପ୍ରେଜ୍ ଦ ଲର୍ଡ। ସେଇଟା ହେଉଛି ଇମ୍ପୋର୍ଟାଣ୍ଟ। ନଥିଙ୍ଗ ଇଜ୍ ମୋର୍ ଇମ୍ପୋର୍ଟାଣ୍ଟ। ଯଦି ଆପଣଙ୍କ ପାଖରେ ଆଜି ଚାକିରି ନାହିଁ, ନୋ ପ୍ରୋବ୍ଲେମ୍। ଯଦି ଆପଣଙ୍କ ପାଖରେ ଆଜି ଘର ନାହିଁ, ନୋ ପ୍ରୋବ୍ଲେମ୍। ଯଦି ଆପଣଙ୍କ ପାଖରେ ଆଜି ଆର୍ଥିକ ମାନେ ସଚ୍ଛଳତା ନାହିଁ, ନୋ ପ୍ରୋବ୍ଲେମ୍। ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ହ୍ୱାଟ୍ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ମୋ ପାଇଁ, ଆପଣଙ୍କ ପାଇଁ? ଆପଣ ଭାବୁଥିବେ କ'ଣ ଆଜ୍ଞା ଏମିତି କଥା କହୁଛନ୍ତି? ମାତ୍ର ଆମମାନଙ୍କ ଜୀବନରେ ପ୍ରିୟ ବନ୍ଧୁଗଣ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ଯୀଶୁ କିଏ ଜାଣିବା। ଯଦି ଆପଣ ଯୀଶୁଙ୍କୁ ଜାଣିନାହାନ୍ତି, ତାହେଲେ ଯୀଶୁ ଖ୍ରୀଷ୍ଟ କ'ଣ କହିଲେ? ଯଦି ମନୁଷ୍ୟ ସମସ୍ତ ଜଗତକୁ ଲାଭ କରି ଆପଣ ଜୀବନକୁ ହରାଏ, ତେବେ ତାହାର କି ଲାଭ? ପ୍ରିୟ ବନ୍ଧୁଗଣ, ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ କି ଯୀଶୁ କିଏ। ଆଜି ମଧ୍ୟ ଆମେ ଏହି ବିଷୟରେ ଆମେ ଧ୍ୟାନ କରିବା। ମାର୍କ ଲିଖିତ ସୁସମାଚାରରେ ମାର୍କ ତାଙ୍କର ପାଠକମାନଙ୍କୁ, ତାଙ୍କର ଶ୍ରୋତାମାନଙ୍କୁ, ଯେଉଁ ବିଶ୍ୱାସୀମାନେ ରୋଗରେ ଅଛନ୍ତି, ଯେଉଁ ବିଶ୍ୱାସୀମାନେ ଯେଉଁ ବିଶ୍ୱାସୀମାନେ ତାଡ଼ିତ ହେଉଛନ୍ତି, ସେମାନଙ୍କୁ ସେ ଉତ୍ସାହ କରିବା ପାଇଁ ଲେଖୁଛନ୍ତି। ସେ କହୁଛନ୍ତି ପ୍ରଥମ ପଦରେ, ଦେଖନ୍ତୁ ମାର୍କ ପ୍ରଥମ 1 ପଦରେ ସେ କହୁଛନ୍ତି, ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି? ଈଶ୍ୱରଙ୍କ ପୁତ୍ର। ପ୍ରେଜ୍ ଦ ଲର୍ଡ। ମୁଁ କହୁନି, ମାନେ ଦେଖନ୍ତୁ ବାଇବଲରେ କ'ଣ ଲେଖା ଅଛି, ଲୋକେ କ'ଣ କହୁଛନ୍ତି, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ସମାଜର ଲୋକ କ'ଣ କୁହନ୍ତି ତାହା ମାନେ ରଖେ ନାହିଁ। ମାନେ ଲୋକମାନେ କ'ଣ କହୁଛନ୍ତି, ଅନ୍ୟ ଲୋକମାନେ କ'ଣ କହୁଛନ୍ତି, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ବଟ୍ ଦ ଇମ୍ପୋର୍ଟାଣ୍ଟ ଥିଙ୍ଗ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଇବଲ କ'ଣ କହେ। ବାଇବଲ କ'ଣ କହୁଛି ଯୀଶୁଙ୍କ ବିଷୟରେ? ଯୀଶୁ କିଏ? ମୁଁ କହୁନି, ଦେଖନ୍ତୁ ମାର୍କ କହୁଛନ୍ତି ଈଶ୍ୱରଙ୍କ ପୁତ୍ର। ପ୍ରେଜ୍ ଦ ଲର୍ଡ। ପ୍ରିୟ ବନ୍ଧୁଗଣ, ଯୀଶୁ ଈଶ୍ୱରଙ୍କ ପୁତ୍ର। ତାର ଅର୍ଥ ପ୍ରିୟ ବନ୍ଧୁଗଣ, ଯୀଶୁ ଈଶ୍ୱର ଅଟନ୍ତି। ଯୀଶୁ ଖ୍ରୀଷ୍ଟ only
माने सुस्थकारी नुहंती ओनली माने केवल उत्तम शिक्षक नथिले केवल उत्तम पुरुष नथिले बेले बेले आम जीशु को सीमित कर देता कि जीशु को आम कौन कर बहुत सीमित कर देता छोट कर देता मात्र वाक्य लेखा अच्छी बाइबल लेखा अच्छी से ईश्वर अटंती ईश्वर पुत्र अटंती प्रेज द लॉर्ड से आज आम ये विषय चिंता करवा ध्यान करवा आम मार्क लिखित सुसमाचार अध्ययन कर आसुचु मार्क यही विषय कहवाई चाहते तांकर विश्वासी मानक जो मैंने रोम रे अच्छा जो मैंने ताड़ित होती से कहते जीशु ईश्वर पुत्र अटंती तेणु तांठारे विश्वास करते तेणु तांठारे भरोसा रखु जीशु कौन मिथ्या कहानी काल्पनिक कहानी एमती व्यक्ति नुहति जीशु ख्रीष्ट ऐतिहासिक व्यक्ति अटंती जीशु ख्रीष्ट ईश्वर पुत्र अटंती प्रथम मार्क कहते आम 5 गोटी साक्ष्य देखी प्रथम मार्क को साक्ष्य जीशु ख्रीष्ट ईश्वर पुत्र अटंती एक पदरे आम देखी भाववादी मान साक्ष्य भविष्य वक्ता कहते जीशु ईश्वर तृतीय आम देखी बाप्तिजम जहन को साक्ष्य आम गत सप्ताह आम देखिलु द होली स्पिरिट पवित्र आत्मा साक्ष्य दौरान जीशु ख्रीष्ट ईश्वर पुत्र आम गत सप्ताह आम देखिलु 11 पद लिखा अच्छी पुणी आकाश यही बाणी है तुम्हें अम्बर प्रिय पुत्र तुम्हारे अम्बर परम संतोष देखो माने पिता परमेश्वर निजे कहते माने पिता परमेश्वर निजे स्वयं कहते कि जीशु किए होते ईश्वर को पुत्र वाह माने आमे 5 गोटी साक्ष्य मार्क भाववादी माने बाप्तिजम जहन पवित्र आत्मा को साक्ष्य आ पिता परमेश्वर को साक्ष्य प्रेज द लॉर्ड माने गोटे साक्षी नहीं केतोटी साक्षी 5टी साक्षी जदि आपण कोर्ट को जाउछन्ती दुईटी केतोटी साक्षी दरकार दुईटी जदि साक्षी अछि ताले आपनकर केस कोन हो मजबूत अछि मात्र एठने हम देखु केतोटी साक्षी 5 गोटी साक्षी माने सेमाने कहउछन्ती जीशु ख्रीष्ट ईश्वर को पुत्र अटंती आम गत सप्ताह जीशुकर बाप्तिस्म विषय टी आम ध्यान कर जीशुकर बाप्तिस्म माने जीशु ख्रीष्ट बाप्तिस्म ने जीशु ख्रीष्ट माने कौन तांको जीवन में कौन पाप नथिला तांको जीवन में कौन दोष नथिला तांको जीवन में कौन दुर्बलता नथिला मात्र जीशु ख्रीष्ट कहीं बाप्तिस्म ने जीशु ख्रीष्ट से बाप्तिस्म ने बाक्य लिखा अच्छी समस्त धर्मकर्म संपन्न करने टू फुलफिल ऑल द राइचस माने आम मान बदल से आम मान सहित जड़ित होगापाई आम मान सहित से मिसापी आम मान सहित परिचित होगापाई जीशु ख्रीष्ट बाप्तिस्म ने बंधुगण आज आम देखा जीशु ख्रीष्ट परीक्षा विषय आज आम 2टी पद देखा 12 आउ 13 पद मार्क 1:12 आउ 13 पद गत सप्ताह आम देखी जीशु को बाप्तिस्म विषय आज आम देखा जीशु को परीक्षा द टेम्पटेशन ऑफ जीसस आज ये परीक्षा आम 4 गोटी सत्य देखा जदि आप देखुं आम जीशु को परीक्षा संबंध में आम 4 गोटी सत्य आज आम देखा आम अनेक समय बाइबल पढ़ी आग को बढ़ी था आ बहुत किसी आम माने ध्यान दे न था मात्र मुझे पढ़ुली 12 और 13 पदे माने जीशु को परीक्षा विषय बहुत किसी अच्छी जदि आम ये विषय शुणा ताहले आम जीशु उपासना करवा माने आम मान त्राणकर्ता जीशु ख्रीष्ट केते महान अटंती से मोर इच्छा मोर प्रार्थना आज आम वाक्य शुणा आप जीशुकर उपासना करेंगे जीशुकर आराधना करेंगे आसतु आम देखा 4 गोटी सत्य प्रथम सत्य 12 पदे आम देखा आत्मा जीशु को भ्रांत रोग घेनी गले प्रथम सत्य पवित्र आत्मा ईश्वर जीशु ख्रीष्ट को भ्रांत रोग घेनी गले द्वितीय सत्य आम देखा जीशु भ्रांतर 40 दिन रही शैतान द्वारा परीक्षित होते 13 पदे आप देखिए तापर 13 पदे आम ये देखा तृतीय सत्य जीशु हिंस्र पशु मान सहित रही प्रथम सत्य आत्मा जीशु को प्रांतर को द्वितीय सत्य जीशु प्रांतर केते दिन रही केते दिन 40 दिन रही कहा द्वारा परीक्षित होते यहाँ द्वितीय सत्य तृतीय सत्य जीशु हिंस्र पशु मान वन्य पशु मान सहित रही चतुर्थ सत्य जीशु परीक्षा पर
दूत मैंने ताहांकर सेवा करुथिले। एटा मु कहूनी बाइबल लिखा है। यही चारोटी सत्य देखा। प्रथम सत्य 12 पदरे आत्मा जीशुख्रीष्ट प्रांतर को घेरी ओडिया जदि आम पढ़ा माने एते स्पष्ट स्पष्ट लिखा अच्छे मात्र जो भाषा मार्क एठार उपयोग करुँच माथ्यू आ लूक सुसमाचार आम पढ़ा मार्क सुसमाचार जो आम पढ़ुचे मार्क जो शब्दटा माथ्यू लूक भिन्न अटे। देखो 12 पद लिखा अच्छे से क्षणी आत्मा ताहांको प्रांतर को घेरी गले। यार माने यार कॉन्टेक्स्ट आम बुझा संदर्भ बुझा माने से क्षण केउं समय जेतेबेले जीशुख्रीष्ट बाप्तिस्म देले जेतेबेले जीशुख्रीष्ट बाप्तिस्म देले तार ठीक 12 पद लिखा अच्छी आउ जीशुख्रीष्ट बाप्तिस्म नेला परे केउं जगह को जाउछन्ते सॉरी प्रांतर को जाउछन्ते प्रांतर कोन लिखा है ठीक चिंता करंतु माने ए विषय हमनको माने जानिबा दरकार जीशुख्रीष्ट बाप्तिस्म नेला परे माने जीशुख्रीष्ट को किए नहीं जाउछन्ते 12 पद लिखा अच्छे आत्मा पवित्र आत्मा प्रेज द लॉर्ड माने पवित्र आत्मा परमेश्वर जीशुख्रीष्ट को कौन कर प्रांतर को माने जो लैंग्वेज जो देखाई माने ड्रिवेन आउट फोर्सफुली माने कंपेल्ड जोड़ा इंग्रेजी कंपेल्ड बाय द स्पिरिट माने आत्मा तांको कौन कर माने कंपेल्ड कर आत्मा तांको कौन कर प्रांतर को जीवा पाए आ जीशुख्रीष्ट प्रांतर को जाऊ प्रथम सत्य जीशुଙ୍କର परीक्षा प्रांतर हो प्रांतर माने बुझुछन विल्डरनेस जोड़ा जंगल माने चिंता करतु मु माने जिते पढ़ुथी माने केते आश्चर्य विषय माने जीशुख्रीष्ट से प्रांतर को जाउछन्ती परीक्षित हेमानी प्रिय बंधुगण आम एठारे देखुଛୁ कि जीशुख्रीष्ट परीक्षा समय त्रिएक ईश्वर कार्य कर सक्रिय भाव जीशु को बाप्तिस्म समय पिता परमेश्वर पुत्र परमेश्वर पवित्र आत्मा परमेश्वर विषय आम गत सप्ताह देखुलु कि जो जीशुख्रीष्ट बाप्तिस्म नौ आत्मा कपत परी जीशुख्रीष्ट कौन कर अवतरण कर स्वर्गर गोटे बाणी है तुम्हें आमर प्रिय पुत्र आ पुत्र परमेश्वर कौन कर से बाप्तिस्म नौ आउ इंटरेस्टिंग जीशुकर परीक्षा समय त्रिएक ईश्वर इनवल्व अच्छा त्रिएक ईश्वर सक्रिय भाव कार्य कर कि आत्मा कौन कर पवित्र आत्मा परमेश्वर पुत्र परमेश्वर को प्रांतर को घेनी जाऊँ बुझीपार प्रिय बंधुगण आ योजना किए करते जीशुख्रीष्ट अकस्मात प्रांतर को जाऊना एटा पिता परमेश्वर कौन कले कि प्लान इट से योजना कले पुत्र परमेश्वर प्रांतर को जाऊँच आ पवित्र आत्मा चाहना बुझीपार प्रिय बंधुगण टी चिंता करतु त्रिएक ईश्वर जीशु परीक्षा समय सक्रिय भाव कार्य कर गोटे चिंतार विषय माने जीशुख्रीष्ट केउं स्थान में परीक्षित है केउं स्थान में परीक्षित हेले आउ केते दिन से परीक्षित हेले सीटा मते हम चिंता करिबा लोकेशन ऑफ हिज टेम्पटेशन एंड द ड्यूरेशन ऑफ हिज टेम्पटेशन माने एटा जानबा दरकार हम जीशुख्रीष्ट एमिति गोटे एसी रे बसिकी माने जीशु बसी ना जीशुख्रीष्ट केउं स्थान में अछन्ते माने जंगल रे अछन्ते प्रांतर रे अछन्ते प्रिय बंधुगण चिंता करतु कि जीशुख्रीष्ट से प्रांतर अछन्ते कि जीशुख्रीष्ट परीक्षा एमिति चारि कांथ भितर हो माने जीशुख्रीष्ट परीक्षा से प्रांतर आम देखुचे द्वितीय ड्यूरेशन ऑफ हिज टेम्पटेशन केते दिन जीशुख्रीष्ट परीक्षा माने हो केते दिन लिखाई 40 दिन जदि आम टे चिंता करवा आंब खाऊली जदि मोर परीक्षा गोटे दिन हम मु गोटे दिन कौन मो परीक्षा कौन है जदि शैतान मत परीक्षा कर गोटे दिन में गोटे दिन विफल हो आपण विषय में जानी मैंने देखो जो लांगुएजटा माने कंटिन्यूअली निरंतर भाव शैतान कौन कर जीशुकर
ପରୀକ୍ଷା ହେଉଛି ମାନେ କେତେ ଦିନ? ଗୋଟେ ଦିନ ନୁହେଁ, 40 ଦିନ। 40 ଦିନ ଯୀଶୁଖ୍ରୀଷ୍ଟ ପରୀକ୍ଷିତ ହେଉଥିଲେ। ଚିନ୍ତା କରନ୍ତୁ ମାନେ କେତେ, ମାନେ ଯୀଶୁଖ୍ରୀଷ୍ଟ ଉପବାସରେ ଅଛନ୍ତି, ଯୀଶୁଖ୍ରୀଷ୍ଟ ମାନେ ଭୋକରେ ଅଛନ୍ତି, ଯୀଶୁଖ୍ରୀଷ୍ଟ ସେଇ ପ୍ରାନ୍ତରରେ ଅଛନ୍ତି, ଆଉ ପ୍ରାନ୍ତରରେ ଏକୁଟିଆ ଅଛନ୍ତି, ଜଣେ ଅଛନ୍ତି। ଆମେ ସବୁ ଜାଣିଛୁ ଯେତେବେଳେ ଆମେ ଜଣେ ଥାଉ, ଏକୁଟିଆ ଥାଉ, ଅନେକ ସମୟରେ ଆମେ ପାପ କରିଥାଉ, ପରୀକ୍ଷାରେ ପଡ଼ିଥାଉ। ଏକୁଟିଆ ରହିବା ମାନେ ବହୁତ ଚାନ୍ସେସ୍ ଥାଏ ପାପରେ ପଡ଼ିବା, ପରୀକ୍ଷାରେ ପଡ଼ିବା। ସେଥିପାଇଁ ମାନେ ବାଇବଲ ଲେଖା ହେଉଛି ଇଟ୍ ଇଜ୍ ନଟ୍ ଗୁଡ୍ ଟୁ ବି ଏଲୋନ୍। ଆଦି ପୁସ୍ତକ ଲେଖା ହେଉଛି ମନୁଷ୍ୟକୁ ଏକୁଟିଆ ରହିବା ଭଲ ନୁହେଁ। ପ୍ରିୟ ବନ୍ଧୁଗଣ, କି ମାତ୍ର ଯୀଶୁଖ୍ରୀଷ୍ଟକୁ ଦେଖନ୍ତୁ, ଯୀଶୁଖ୍ରୀଷ୍ଟଙ୍କ ଜୀବନ ଦେଖନ୍ତୁ। କ'ଣ ପାଇଁ ଆମେ ଏ ବିଷୟ ଧ୍ୟାନ କରୁଛେ? ମୋର ପ୍ରାର୍ଥନା ଯେତେବେଳେ ଆମେ ଏ ବିଷୟ ଜାଣିବା, ଆମେ ଜାଣିପାରିବା ଆମମାନଙ୍କର ତ୍ରାଣକର୍ତ୍ତା ଈଶ୍ୱର କେତେ ମହାନ ଅଟନ୍ତି, ତାଙ୍କର ଜୀବନ। ମାନେ ଦେଖନ୍ତୁ, ମାନେ 40 ଦିନ ସେ କେତେ ମାନେ ଯେଉଁ ପରୀକ୍ଷାର ସମ୍ମୁଖୀନ ହେଲେ, ଆଉ ଶୈତାନ ତାଙ୍କୁ କ'ଣ କରୁଛି? ଏଇଠି ମାନେ ଏଠାରେ ମାର୍କ ଲେଖୁନାହାନ୍ତି, ମାତ୍ର ମାଥ୍ୟୁରେ ଲେଖା ଅଛି, ଲୁକରେ ଲେଖା ଅଛି। ଆଉ ତାଙ୍କୁ ପରୀକ୍ଷା ଶୈତାନ କ'ଣ କଲେ? ମାନେ ଶୈତାନ ଆମେ ସବୁ ଜାଣିଛୁ 3ଟି ପରୀକ୍ଷା। ଯଦି ତୁମେ ଈଶ୍ୱରଙ୍କ ପୁତ୍ର ତାହେଲେ ପଥର କ'ଣ କରିଦିଅ? କ'ଣ ଯୀଶୁଖ୍ରୀଷ୍ଟ କରିନଥାନ୍ତେ କି? ସେ ଚାହିଁଲେ କରିପାରିଥାନ୍ତେ, ମାତ୍ର ଯୀଶୁଖ୍ରୀଷ୍ଟଙ୍କୁ ଦେଖନ୍ତୁ ପ୍ରିୟ ବନ୍ଧୁକ, ଶୈତାନ କିପରି ତାଙ୍କୁ ପରୀକ୍ଷା କରୁଛି। 40 ଦିନ। ଆଉ ଏଇ 40 ଦିନ ବାଇବଲରେ ଆମେ ଦେଖୁଛେ ଯୀଶୁଖ୍ରୀଷ୍ଟ ହଠାତ୍ 40 ଦିନ ଶୈତାନଙ୍କର ପରୀକ୍ଷିତ ହଉନାହାନ୍ତି। ଆମେ ଦେଖୁଛେ 40 ଦିନ ସିନୟ ପର୍ବତରେ ମୂଷା 40 ଦିବାରାତ୍ର ଲେଖା ଅଛି ଯାତ୍ରା ପୁସ୍ତକ 34-28ରେ। ସିନୟ ପର୍ବତରେ ମୂଷା 40 ଦିବାରାତ୍ର ଅବସ୍ଥିତି କଲେ। ମୋଜେସ୍ ୱେଣ୍ଟ ଅପ୍ ଟୁ ଦ ମାଉଣ୍ଟ ଅଫ୍ ସାଇନାଇ। ମୂଷା ଯାତ୍ରା ପୁସ୍ତକ 34-28ରେ 40 ଦିବାରାତ୍ର ସେ ଅବସ୍ଥିତି କଲେ। ତାପରେ ଏଲିୟ ମଧ୍ୟ ପ୍ରଥମ ରାଜାବଳୀ 19:8 ଲେଖା ଅଛି, ସେ ମଧ୍ୟ 40 ଦିନ 40 ରାତ୍ରି କ'ଣ କଲେ? ଯଦି ଆମେ ଦେଖିବା ପ୍ରଥମ ରାଜାବଳୀ 19:8 ପଦରେ, ଆପଣମାନେ ମୋ ସହିତ ଅଛନ୍ତି। 19:8 ଲେଖା ଅଛି, ତ ସେ ଉଠି ଭୋଜନ ପାନ କଲେ ଓ ସେଇ ଖାଦ୍ୟ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ 40 ଦିନ 40 ରାତ୍ରି ଗମନ କଲେ। ତାପରେ ଆମେ ଦେଖୁଛେ ଦ୍ୱିତୀୟ ବିବରଣ 8:2 ପଦରେ ଇସ୍ରାଏଲ ଲୋକମାନେ ମଧ୍ୟ କେତେ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ? କେତେ ବର୍ଷ? 40 ବର୍ଷ। ମାନେ ଏଇଟା ବହୁତ ଇଣ୍ଟରେଷ୍ଟିଂ। ଯୀଶୁଖ୍ରୀଷ୍ଟ କାହିଁକି 40 ଦିନ ସେଇ ପ୍ରାନ୍ତରରେ ଶୈତାନ ଦ୍ୱାରା ପରୀକ୍ଷିତ ହେଲେ? ଏହାର କନେକ୍ସନ ପୁରାତନ ନିୟମ ସହିତ ମାନେ ଜଡ଼ିତ। 40 ଦିନ କ'ଣ ପାଇଁ? ମାନେ ମାର୍କ ଏଠାରେ ଯେଉଁ ଲେଖୁଛନ୍ତି, ସୁସମାଚାର ଲେଖକମାନେ ଲେଖୁଛନ୍ତି ଯୀଶୁଖ୍ରୀଷ୍ଟ 40 ଦିନ ଶୈତାନ ଦ୍ୱାରା ପରୀକ୍ଷିତ ହେଲେ। କାହିଁକି ସେ 30 ଦିନ ପରୀକ୍ଷିତ ହେଇନଥିଲେ? ୱାଇ 40 days? ଏହାର କାରଣ କ'ଣ? ଏହାର କାରଣ ପ୍ରିୟ ବନ୍ଧୁକ, ଇସ୍ରାଏଲ ଲୋକମାନେ 40 ଦିନ ଯେତେବେଳେ ଭ୍ରମଣ କଲେ ପ୍ରାନ୍ତରରେ, ସେମାନଙ୍କ ଜୀବନରେ ଆମେ ଦେଖୁଛେ ସେମାନେ ବିଫଳ ହେଲେ, ସେମାନେ ବଚସା କରୁଥିଲେ। ସେମାନେ ମାନେ ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ବିରୁଦ୍ଧରେ କ'ଣ କଲେ? ବଚସା କଲେ, ସେମାନେ ବିଫଳ ହେଲେ। ମାତ୍ର ବାଇବଲ ଲେଖା ଅଛି ଯାତ୍ରା ପୁସ୍ତକ 4 4:22 ଆଉ 23 ପଦରେ, 4:22 ଦେଖନ୍ତୁ, ପୁଣି ତୁମେ ଭାରତ କହିବ ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମର ପୁତ୍ର, ଆମର ଜ୍ୟେଷ୍ଠ ପୁତ୍ର, ଆମେ ତୁମକୁ କହିଅଛୁ ଆମର ସେବା କରିବା ପାଇଁ ତୁମେ ଆମ ପୁତ୍ରକୁ ଛାଡ଼ିଦିଅ, ମାତ୍ର ତୁମେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ। ଦେଖ ଆମେ ତୁମ ପୁତ୍ରକୁ, ତୁମ ଜ୍ୟେଷ୍ଠ ପୁତ୍ରକୁ ବୋଧ କରିବା। ପ୍ରିୟ ବନ୍ଧୁଗଣ, ଏଇ ଇସ୍ରାଏଲ ଲୋକମାନେ 40 ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ, ଆଉ ସେମାନେ ପରୀକ୍ଷାରେ କ'ଣ ହେଲେ? ବିଫଳ ହେଲେ। ମାନେ ସେମାନଙ୍କ ଜୀବନରେ ଅନେକ ପରୀକ୍ଷା ଆସିଲା, ମାତ୍ର ସେମାନେ ବିଫଳ ହେଲେ। ମାତ୍ର ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର, ସେ ମଧ୍ୟ 40 ଦିନ ପ୍ରାନ୍ତରରେ ପରୀକ୍ଷିତ ହେଲେ। ମାତ୍ର ଯୀଶୁଖ୍ରୀଷ୍ଟ ପରୀକ୍ଷାରେ କ'ଣ ହେଲେ? ବିଜୟୀ। ପ୍ରେଜ୍ ଦ ଲର୍ଡ। ସେ ପରୀକ୍ଷା କ'ଣ ହେଲେ? ମାନେ ଜିତିଲେ, ଜୟ କଲେ, ବିଜୟୀ ହେଲେ। ମାନେ ସେଥିପାଇଁ ଆମେ ଦେଖୁଛେ ବାଇବଲ ମାନେ ପୁରାତନ ନିୟମରେ ଇସ୍ରାଏଲ ଲୋକମାନେ 40 ବର୍ଷ ଭ୍ରମଣ କଲେ, ମାତ୍ର ବାଇବଲ ଲେଖା ଅଛି ପ୍ରଭୁ ସେମାନଙ୍କୁ ପ୍ରାନ୍ତରରେ କ'ଣ କଲେ? ବିନାଶ କଲେ। ସେମାନେ ଏତେ ବଡ଼ ବଡ଼ ଆଶ୍ଚର୍ଯ୍ୟ କର୍ମ ଦେଖୁଥିଲେ, ମାତ୍ର ସେମାନେ ପ୍ରଭୁଙ୍କ ବିରୁଦ୍ଧରେ ବଚସା କରୁଥିଲେ। ସେଥିପାଇଁ ପ୍ରଭୁ ମାନେ ପରମେଶ୍ୱର ପ୍ରଭୁ କହିଲେ 20 ବର୍ଷକୁ ଉର୍ଦ୍ଧ୍ୱ
ଯେତେ ଅଛନ୍ତି ସେମାନେ ସେଇ ଦେଶରେ ପିଣାନ ଦେଶରେ ପ୍ରବେଶ କରିପାରିବେନି। ସମସ୍ତେ ପ୍ରାନ୍ତରରେ ପଳେଇଲେ, 20 ବର୍ଷ ଉର୍ଦ୍ଧ ସମସ୍ତେ ପ୍ରାନ୍ତରରେ ମଲେ। ଏମିତି ଦୁଃଖର ବିଷୟ, ମୂଷା ମଧ୍ୟ ସେହି ଦେଶକୁ ପ୍ରବେଶ କରିପାରିନଥିଲେ। ପ୍ରିୟ ବନ୍ଧୁଗଣ, କାହିଁକି ଆମେ ଦେଖୁଛୁ ଏହି ବିଷୟ କି ଆମମାନଙ୍କର ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମହାନ ଅଟନ୍ତି। 40 ଦିନ ସେ ପରୀକ୍ଷିତ ହେଲେ, ବଟ୍ ଏଣ୍ଡ୍ୟୁର୍ଡ, ଯେଉଁଟା ଇଂରାଜୀରେ କହନ୍ତି, ମାନେ ସେଇ ସମସ୍ତ ପରୀକ୍ଷାକୁ ସେ ସହ୍ୟ କଲେ। ପ୍ରେଜ୍ ଦ ଲର୍ଡ। ମାନେ ଏତେ ପରୀକ୍ଷା, ହୋଲ୍ ୱାର୍ଲଡ, ମାନେ ଏଭ୍ରିଥିଙ୍ଗ ୱାଜ୍ ଏଗେନ୍ଷ୍ଟ ହିମ୍। ଏତେ ପରୀକ୍ଷା, ମାନେ ମାତ୍ର ପ୍ରଭୁଙ୍କର ଧନ୍ୟବାଦ ହଉ, ସେ ପରୀକ୍ଷାରେ ବିଜୟ ହେଲେ। ଆମମାନଙ୍କର ଯେଉଁ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ସେ ପାପ ଶୂନ୍ୟ ଉଦ୍ଧାରକର୍ତ୍ତା। ହି ଇଜ୍ ଏ ସିନଲେସ୍ ସେଭିୟର। ପାପ ରହିତ ଜୀବନଯାପନ କାଟିଲେ। ଆଉ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଯୀଶୁ କାହା ଦ୍ୱାରା ପରୀକ୍ଷିତ ହେଲେ? କ'ଣ ଲେଖା ଅଛି? ଶୈତାନ ଦ୍ୱାରା। ମାର୍କ, ଯଦି ଆମେ ମାର୍କ ଲେଖିନ ସୁସମାଚାର ପଢ଼ିବା, ମାର୍କ ଯୀଶୁଙ୍କ ବିଷୟରେ ମଧ୍ୟ କହୁଛନ୍ତି ଯୀଶୁ କିଏ ଅଟନ୍ତି? ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ମାତ୍ର ତା ସହିତ ମାର୍କ ଶୈତାନଙ୍କ ବିଷୟରେ ମଧ୍ୟ କହୁଛନ୍ତି। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଶୈତାନ ବିଷୟରେ ଆମେ କ'ଣ ହେଇଥାଉ, ମାନେ ଦୁଇଟି ଏକ୍ସଟ୍ରିମ୍ ଆମେ ଦେଖୁଛୁ, ଦୁଇଟି ଚରମ ସୀମା। ବେଳେବେଳେ ଲୋକମାନେ ସବୁ କିଛିରେ ଶୈତାନକୁ ଦେଖିଥାନ୍ତି। ଆରେ ଲାଇଟ୍ ପଳେଇଲା, ଆରେ ଶୈତାନ ଲାଇଟ୍ଟା ବନ୍ଦ କରିଦେଲା। ମାନେ ବୁଝିପାରୁଛନ୍ତି କି? ପାଣି ଆସୁନି, ଟେପ୍ରେ ପାଣି ଆସୁନି, ଆରେ ଆଜି ହିଁ ଶୈତାନଟା କ'ଣ, ମାନେ ସବୁ କିଛିରେ ଶୈତାନକୁ ଦେଖିଥାନ୍ତି। ଏଇଟା ଗୋଟିଏ ଏକ୍ସଟ୍ରିମ୍। ମାନେ ଲ୍ୟାପଟପ୍ ଚାଲୁନି, ଇଣ୍ଟରନେଟ୍ ଚାଲୁନି, ମାନେ କ'ଣ କନେକ୍ସନ୍ ହେଉନି, ବସ୍ ଆସିଲା, ଆକ୍ସିଡେଣ୍ଟ ହେଇଗଲା, ସବୁ କିଛିରେ କ'ଣ କରିଥାନ୍ତି, ଆରେ ଶୈତାନ ଯୋଗୁଁ ସବୁ। ଆଉ ଗୋଟେ ଏକ୍ସଟ୍ରିମ୍ ତ ସବୁ କିଛିରେ ଶୈତାନକୁ ଦେଖିଥାନ୍ତି। ଆଉ ଗୋଟେ ଏକ୍ସଟ୍ରିମ୍ ହେଉଛି, ଆଉ ଗୋଟେ ଚରମ ସୀମା ହେଉଛି କି ଶୈତାନକୁ ମାନେ ଇଗ୍ନୋର କରିବା। ମାନେ ଗୋଟେ ଏକ୍ସଟ୍ରିମ୍ ସବୁ କିଛିରେ ଶୈତାନକୁ ଦେଖନ୍ତି, ଆଉ ଗୋଟେ ଚରମ ସୀମା ହେଉଛି କି ମାନେ ସେମାନେ ଭାବନ୍ତି ଶୈତାନର ଅସ୍ତିତ୍ୱ ନାହିଁ। এইটা ମଧ୍ୟ ବହୁତ ଡେଞ୍ଜରସ୍। ଡିସେପସନ୍, ଧୋକା। ପ୍ରିୟ ବନ୍ଧୁଗଣ, ଆଜି ଆମେ ଯେଉଁ ଅଂଶ ପଢ଼ୁଥିଲୁ ଏଫେସୀୟ 6 ଆମର ଶତ୍ରୁ କିଏ? ଯୀଶୁଙ୍କୁ କିଏ ପରୀକ୍ଷା କଲା? ଆମମାନଙ୍କର ମଧ୍ୟ ପରୀକ୍ଷା। ଏହି ବିଷୟମାନଙ୍କୁ ଜାଣିବାକୁ ଦରକାର। ଆଜି ମଧ୍ୟ ଅନେକ ପରୀକ୍ଷାର ଆମମାନେ ସମ୍ମୁଖୀନ ହେଉଛୁ, ମାତ୍ର ଆମମାନେ କ'ଣ କରିଥାଉ? ଆମେମାନେ ଅଣଦେଖା କରିଥାଉ। ଆମମାନେ ଟେକିଂ ଫର୍ ଗ୍ରାଣ୍ଟେଡ୍, ଆମେ ହାଲକା ଭାବରେ ନେଇଥାଉ। ଆରେ କ'ଣ, ଯେଉଁମାନେ ବିବାହିତ ସେମାନେ ଜାଣିବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବେଳେବେଳେ ଯେଉଁ କଥା ଆମକୁ କହିବାର ନଥିବ, ଭାବିନଥିବ କହିବା ପାଇଁ, ମାତ୍ର ଆମେ କ'ଣ କରିଦେଇଥାଉ? ଆମେ କହିଦେଇଥାଉ। ଆରେ ତାପରେ ଆମେ ରିଗ୍ରେଟ୍ କରିଥାଉ, ମୁଁ କ'ଣ ପାଇଁ ସେ କଥାଟା କହିଲି। ମାନେ ଆମେ ଏମିତି ଭାବିଥାଉ। ଯେଉଁମାନେ ବିବାହିତ, ଆଉ ଏସ୍ପେସିଆଲି ବିଶେଷ ଭାବରେ ରବିବାର ଦିନ, ଶନିବାର ଦିନ ଆତ୍ମିକ ଯୁଦ୍ଧ ଆମେ ଦେଖିବାକୁ ମିଳିଥାଉ। ଚର୍ଚ୍ଚ ଆସିବା ପୂର୍ବରୁ ରାତିରେ, ମାନେ ସକାଳୁ, ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଆତ୍ମିକ ଯୁଦ୍ଧରେ ଅଛୁ। ଆମର ଶତ୍ରୁ ଶୈତାନ। ଆଉ ବାକ୍ୟରେ ଲେଖା ଅଛି, ସେ ଦୁଷ୍ଟ, ସେ ଚତୁର, ଇଜ୍ ଭେରି କନ୍ନିଂ। ପ୍ରିୟ ବନ୍ଧୁଗଣ, ଆଜି ଏହି ବିଷୟମାନଙ୍କୁ ଜାଣିବାକୁ ଦରକାର। ଶୈତାନର ମୂଳ କାର୍ଯ୍ୟ ହେଉଛି ଆମମାନଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରେଇ ରଖିବା। ଆମମାନଙ୍କୁ ପରମେଶ୍ୱରଙ୍କ ଠାରୁ ଇଜ୍ ମେନ୍ ୱାର୍କ, ଇଜ୍ ମେନ୍ ଜବ୍। ଆମେ ଦେଖୁଛୁ ଆଦମ ହବାଙ୍କୁ ଶୈତାନ କ'ଣ କଲା? ସବୁ ବଢ଼ିଆ ଥିଲା, ପରଫେକ୍ଟ, ମାନେ they were in paradise, everything was perfect, ସବୁ ବଢ଼ିଆ ଥିଲା। ଏଦନ ଉଦ୍ୟାନରେ ପ୍ରଭୁ କହିଲେ ସବୁ ଫଳ ଖାଇପାରିବ, you can eat anything, ସବୁ ବଢ଼ିଆ ଥିଲା। ସେମାନେ ଜାଗାରେ ସେଲ୍ଫି ନେଇଥିଲେ, ସେତେବେଳେ ତ ମୋବାଇଲ ନଥିଲା। ମାନେ ବଢ଼ିଆ ସିନେରୀ, ବଢ଼ିଆ ଦୃଶ୍ୟ, ଜାଗା ମାନେ ପଲ୍ୟୁସନ୍ ନାହିଁ, କିଛି ନାହିଁ, ନା ଟ୍ରାଫିକ୍ ନାହିଁ, କିଛି, ସବୁ ବଢ଼ିଆ, ପପୁଲେସନ୍ ମଧ୍ୟ ନାହିଁ। ସେମାନେ ଏନ୍ଜୟ କରୁଥିଲେ। ମାତ୍ର ଶୈତାନ କ'ଣ କଲେ? ଶୈତାନ ସେମାନଙ୍କୁ କହିଲା, ହେଜ୍ ଗଡ୍ ସେ, ମାନେ ସେ କହିଲେ କି କ'ଣ ସତରେ ଈଶ୍ୱର ତୁମକୁ ନିଷେଧ କରିଛନ୍ତି? ଆଜି ମଧ୍ୟ ଶୈତାନ ସେଇ ପରୀକ୍ଷା, ତାର ଷ୍ଟ୍ରାଟେଜି ବଦଳିନି। ଆଜି ମଧ୍ୟ ଶୈତାନ ଲୋକମାନଙ୍କୁ ପରୀକ୍ଷା କରୁଛି। କ'ଣ ସତରେ ତୁମେ ପରମେଶ୍ୱର ଉପରେ ଭରସା ରଖୁଛ? କ'ଣ ସତରେ ତୁମେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ? ନାନା ପ୍ରକାର ଯେତେବେଳେ ସମସ୍ୟା ଆସେ, ଦୁଃଖ ଆସେ, ଶୈତାନ ଆମକୁ କ'ଣ କରିବା ପାଇଁ ଚେଷ୍ଟା କରିଥାଏ? ପରମେଶ୍ୱରଙ୍କ ଠାରୁ ଦୂରେଇ ରଖିବା ପାଇଁ। କିନ୍ତୁ ମେନ୍ ଜବ୍ ବନ୍ଧୁଗଣ, ଆଜି ଦେଖନ୍ତୁ ଅନେକ ପରିବାରରେ, ଅନେକ ମଣ୍ଡଳୀରେ, ଅନେକ ଜାଗାରେ ଆମେ ଦେଖୁଛେ ମୂଳ କାରଣ ହେଉଛି ଆମର ମୁଖ୍ୟ ଶତ୍ରୁ ଶୈତାନ। ଯୀଶୁଙ୍କୁ କେତେ ଦିନ ସେ ପରୀକ୍ଷା କଲା?
शैतान द्वारा यीशु परीक्षित हेले तो आमे किए जमी हिंदी में कहते आम किस खेत की मूल्य आमे किए जदि यीशु परीक्षित हेले आमे बंधु आम मान को जानवा दरकार वी कैन नॉट इग्नोर माने आमे यहाँ को हल्का भाव में नौन प्रिय बंधुगण आसतु आमे देखा तृतीय सत्य प्रथम सत्य आमे देखिल कि आत्मा यीशु को प्रार्थना को घानी गले द्वितीय सत्य आमे देखिलु आमे ध्यान कलु यीशु शैतान द्वारा 40 दिन परीक्षित हेले तृतीय सत्य देखु 13 पदर शेष भाग में लिखा से वन्य पशु मान सहित रहे यीशु ख्रीष्ट क्यों मान सहित रहे वन्य इंग्राजी में लिखा वाइल्ड एनिमल्स यहाँ से डोमेस्टिक एनिमल सहित यीशु ख्रीष्ट रहा टी मैंने बाइबल जो पढ़ु आम ध्यान देवा कि यीशु ख्रीष्ट जंगल अच्छा प्रांतर अच्छा आ यीशु ख्रीष्ट परीक्षा होची यीशु ख्रीष्ट हिंस्र पशु मान सहित अच्छा जंगल में किए रे जंगली जानवर जमी कहते वाइल्ड एनिमल यीशु ख्रीष्ट चिड़ियाखाना रही ना जू देखते ना नंदनकानन चिड़ियाखाना से रही ना यीशु ख्रीष्ट जंगल में अच्छा चिड़िया माने जो हिंस्र पशु मान सहित टी चिंता करूँ 40 दिन गणना पुस्तक 21:6 द्वितीय विवरण 8:15 गीत संगीता 91:11-13 पद जो आप पढ़े माने यीशु ख्रीष्ट कौन पाई से हिंस्र पशु मान सहित रोचन कौन पाई से वन्य पशु मान सहित रही प्रिय बंधुगण ये परीक्षा समय से एकुटिया थे ही वाज इन आइसोलेटेड प्लेस अनेक समय यीशु को परीक्षार आम मान को जानवा दरकार अनेक समय आम मैंने भावी तो मु तो एकुटिया अच्छी हाय मत किए पचारू ना ये शैतान कौन करता है आम मान जीवन में परीक्षा आनी अरे तुमसे तो कुछ नहीं होगा तुम गए काम से तुम नालायक हो जमी कहते यू आर गुड फॉर नथिंग तुम्हें बेकार तुम्हें किसी कर लोक मान जीवन में कौन कर शैतान एमती परीक्षा आनी था लोक मैंने एक्सट्रीम सिचुएशन माने स्टेप नहीं था से आत्महत्या करता आगे मत किए पचारती ना मत मो सहित किए कथा हमें ना मत किए पसंद करते ना मत किए भल पाती ना आम जगत में बच्चे किसी ना पड़े शेष से कौन करता शेष से जीवन को मत शेष कर प्रिय बंधुगण देखो यीशु ख्रीष्ट एकुटिया जंगल यीशुकर परीक्षा सन्तान द्वारा हो मात्र प्रिय बंधुगण ये आम मान गोटे उत्सर विषय आम मान त्राणकर्ता प्रभु यीशु ख्रीष्ट एकुटिया जंगल प्रांतर 40 दिन शैतान द्वारा परीक्षित हेले क्या क्यों मान आम मान ही वेंट थ्रू आम बेले बेले माने लोक मैंने कहते यीशु ख्रीष्ट ये परिस्थिति मत छाड़ी मतलब भूली जाइए ईश्वर कहांती ईश्वर नहांती एमती मत लोक मैंने कहते हुए मात्र देखो यीशु ख्रीष्ट कौन दरकार थिला से सर्व सुख त्याग कर जगत माने जंगल 40 दिन हिंस्र पशु मान सहित से रही केते दिन रही वन्य पशु मान सर्प माने तुम चिंता कर जंगल इमेजिन जंगल में हिंस्र पशु मैंने मात्र प्रिय बंधुगण खुशी विषय आनंदर विषय कि सत्य विषय यीशु ख्रीष्ट परीक्षा विजय यीशु ख्रीष्ट परीक्षा उत्तीर्ण हेले परीक्षा से जीतिले देखो चतुर्थ सत्य ये विषय आम समाप्त करवा 13 पदर शेष लिखा पुणी दूत मैंने सेवा यस यीशु ख्रीष्ट हिंस्र पशु मान सहित रहिले मात्र आखिर लिखा दूत मैंने क्या सेवा कर यीशु ख्रीष्ट सेवा कर समय जिते यीशु ख्रीष्ट परीक्षा हो प्रेज द लॉर्ड प्रिय बंधुगण यीशुकर सेवा शुश्रूषा दूत मैंने करुँच प्रिय बंधुगण आज यही वाक्य आम मान शिक्षा दिए जदि दूत मैंने यीशुकर सेवा करुँच दूत मान यीशु ख्रीष्ट कौन कर दूत मान यीशु ख्रीष्ट कौन कले दूत मान कौन सी माने लाभ ना मात्र से यीशुकर कौन कर सेवा कर दूत मैंने यीशुकर सेवा करुँच अपेक्षा माने से आम मान
ଯୀଶୁଙ୍କର ସେବା କରିବା ଦରକାର। ଯୀଶୁଙ୍କର ସେବା ମାନେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ କ'ଣ କଲେ ଆଜି ଆମେ ପ୍ରଭୁ ଭୋଜରେ ମନେ ପକାଉଥିଲୁ। ଯୀଶୁ ଖ୍ରୀଷ୍ଟ ଦୂତମାନଙ୍କ ପାଇଁ କ୍ରୁଶରେ ମରିନଥିଲେ। ଯୀଶୁ ଖ୍ରୀଷ୍ଟ କେଉଁମାନଙ୍କ ପାଇଁ କ୍ରୁଶରେ ମଲେ? ଆମମାନଙ୍କ ପାଇଁ। ଏଠାରେ ଆମେ ଯେମିତି ଅଛୁ ପ୍ରିୟ ବନ୍ଧୁଗଣ, ଆମମାନଙ୍କ ପାଇଁ, ଆମ ପାପ ପାଇଁ, ସେଇ ଈଶ୍ୱରଙ୍କ କ୍ରୋଧରୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ସେଇ ପ୍ରାନ୍ତରକୁ ଗଲେ ପରୀକ୍ଷିତରେ ଶୈତାନ ଦ୍ୱାରା, ଆଉ ଶେଷରେ ସେ କ୍ରୁଶରେ ବଳି ତୃତୀୟ ଦିବସରେ ପୁନର୍ଜିତ ହେଲେ। ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା, ପାପରୁ ପଶ୍ଚାତାପ କରିବା ଦ୍ୱାରା ପ୍ରେମ ଆମର ସମସ୍ତ ପାପ କ୍ଷମା ହୁଏ। ଆଉ ସେଥିପାଇଁ ଆମମାନଙ୍କର ଯେଉଁ ମୂଳ ଉଦ୍ଦେଶ୍ୟ, ମୂଳ ଲକ୍ଷ୍ୟ ଯୀଶୁଙ୍କୁ ଜାଣିବା ଆଉ ଯୀଶୁଙ୍କର ସେବା କରିବା। ପ୍ରେଜ୍ ଦ ଲର୍ଡ। ଯଦି ଆଜି ସକାଳ ସମୟରେ ଆଜି ଆପଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଅଟନ୍ତି, ପରମେଶ୍ୱର ଆପଣଙ୍କ ଠାରୁ କ'ଣ ଚାହାନ୍ତି କି ଆପଣ ଯୀଶୁଙ୍କର କ'ଣ କରନ୍ତି? ସେବା। ଗୋଟେ ଓଡ଼ିଆରେ ଗୀତ ଅଛି, ସେବା କରିବ କାହାର ଆଜି ମନୋନୀତ କର। ଆଜି ଆମେ ଦେଖୁଛେ ପ୍ରିୟ ବନ୍ଧୁଗଣ, ଆଜି ଜଗତ ସଂସାର ରୋଟି କପଡ଼ା ମକାନ, ଆଜି ଆମେ ଦେଖୁଛେ ପ୍ରିୟ ବନ୍ଧୁ ଲୋକମାନେ ଏଇ ରୋଟି କପଡ଼ା ମକାନରେ ମସ୍ତ ଲିପ୍ତ ଅଛନ୍ତି। ସେମାନେ ଭାବୁଛନ୍ତି ଆମେ ଯୀଶୁଙ୍କର ସେବା କରୁଛେ। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କୁ ସମୀକ୍ଷା କରିବା ଦରକାର, ଆଜି ଆମେ କାହାର ସେବା କରୁଛୁ? କ'ଣ ଆମେ ଯୀଶୁଙ୍କର ସେବା କରୁଛେ? Am I serving Jesus? ପ୍ରିୟ ବନ୍ଧୁଗଣ, ଯଦି ଦୂତମାନେ ଯୀଶୁଙ୍କର ସେବା କଲେ, ଯେଉଁମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ ବଳି ମାତ୍ର ଆମମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମଲେ, ଆମମାନଙ୍କୁ ସେ ନରକରୁ ରକ୍ଷା କରିବା ପାଇଁ, ଈଶ୍ୱରଙ୍କ କ୍ରୋଧରୁ ରକ୍ଷା କରିବା ପାଇଁ, ପାପର ଦଣ୍ଡରୁ, ପାପର ଦୋଷରୁ, ପାପର ପ୍ରଦୂଷଣରୁ ଆମମାନଙ୍କୁ ବଞ୍ଚାଇବା ପାଇଁ ନିଜର ରକ୍ତକୁ ସେ କ୍ରୁଶରେ ଢାଳିଲେ। ଯଦି ଆମେ ଏ ବିଷୟ ଜାଣିବା, ତାହେଲେ ଆମେ ଯୋଶୁଆକୁ ଭଳି କହିବା, ମୁଁ ମୋର ପରିଜନ ଆମେ ସଦାପ୍ରଭୁଙ୍କର କ'ଣ କରିବୁ? ସେବା କରିବୁ। Me and my family will serve the Lord. Praise the Lord. ପ୍ରିୟ ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଚାହେଁ, ଏଇ ଯେଉଁ 4ଗୋଟି ସତ୍ୟ ଆମେ ଦେଖିଲୁ କି ଯୀଶୁଙ୍କ ପରୀକ୍ଷା, ଯୀଶୁଙ୍କର ପ୍ରଥମ ପରୀକ୍ଷାର ସତ୍ୟ, ଆତ୍ମା ଯୀଶୁଙ୍କ ପ୍ରାନ୍ତରକୁ ଘେନିଗଲେ। 40 ଦିନରେ ଶୈତାନ ଦ୍ୱାରା ଯୀଶୁ ଖ୍ରୀଷ୍ଟ ପରୀକ୍ଷିତ ହେଲେ। ଯୀଶୁ ହିଂସ୍ର ପଶୁମାନଙ୍କ ସହିତ ରହିଲେ। ଯୀଶୁଙ୍କ ପରୀକ୍ଷା ପରେ ଦୂତମାନେ ତାଙ୍କ ସେବା କଲେ। ଆଜି ଯେତେବେଳେ ବାକ୍ୟ ଆମେ ଶୁଣୁଛେ, ଏଇ ବାକ୍ୟ ଆମମାନଙ୍କୁ କ'ଣ ଶିକ୍ଷା ଦିଏ? ପ୍ରଥମରେ ଏଇ ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ କି ଯୀଶୁ ଖ୍ରୀଷ୍ଟଙ୍କର ପ୍ରଶଂସା କରନ୍ତୁ, ସ୍ତୁତି କରନ୍ତୁ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ଈଶ୍ୱର ଦେଖନ୍ତୁ, ମାନେ ତାଙ୍କୁ ଏଇ ଦରକାର ନଥିଲା ଏଇ ପରୀକ୍ଷିତ କରିବା ପାଇଁ। 40 ଦିନ ପ୍ରାନ୍ତରେ ରହିଲେ କ'ଣ ପାଇଁ? ହିଂସ୍ର ପଶୁମାନଙ୍କ ସହିତ ରହିଲେ, ଆଉ ସେ ପରୀକ୍ଷାରେ ସଫଳ ହେଲେ, ପରୀକ୍ଷାରେ ସେ ବିଜୟ ହେଲେ। ପ୍ରେଜ୍ ଦ ଲର୍ଡ। ମାନେ ସେ ଜୟ ଲାଭ କଲେ, ସେଥିପାଇଁ ତାଙ୍କର ଧନ୍ୟବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। କି ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ତ୍ରାଣକର୍ତ୍ତା ଈଶ୍ୱର ସେ ପରୀକ୍ଷାରେ ବିଫଳ ହୋଇନାହାନ୍ତି, ପରୀକ୍ଷାରେ ସେ ସଫଳ ହେଲେ। ପ୍ରଥମରେ ତାଙ୍କର ୱର୍ସିପ୍ କରନ୍ତୁ, ତାଙ୍କର ପ୍ରଶଂସା କରନ୍ତୁ, ତାଙ୍କର ସ୍ତୁତି କରନ୍ତୁ। ବିକଜ ଆୱାର ସେଭିୟର ଇଜ ସିନଲେସ୍, ପାପ ଶୂନ୍ୟ ଉଦ୍ଧାରକର୍ତ୍ତା, ପାପ ରହିତ। ତାଙ୍କର ଜୀବନ କେମିତି ଥିଲା? ପାପ ରହିତ, ପାପ ଶୂନ୍ୟ। ମାନେ ପାପ ତାଙ୍କ ଜୀବନରେ କୌଣସି ପାପ ତେଣେ ମାତ୍ର ମଧ୍ୟ ପାପ ନଥିଲା। ବନ୍ଧୁଗଣ, ଆଉ ଏଇ ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ, ଏଇ ଯୀଶୁଙ୍କର ପରୀକ୍ଷା ଆମମାନଙ୍କୁ ଶିକ୍ଷା ଦିଏ କି ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଅନ୍ତିମ ଆଦମ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଲାଷ୍ଟ ଆଦମ, ପ୍ରଥମ ଆଦମ। ତାଙ୍କର ପରୀକ୍ଷା ଆମେ ଚିନ୍ତା କରିବା, ଆଦମଙ୍କର ପରୀକ୍ଷା ମଧ୍ୟ କେଉଁ ଜାଗାରେ ହେଇଥିଲା? ସେଇଟା ମଧ୍ୟ ଗାର୍ଡେନ। ଆଦମ, ପ୍ରଥମ ଆଦମଙ୍କର ପରୀକ୍ଷା, ଆଉ ଦ୍ୱିତୀୟ ଆଦମ ବା ଶେଷ ଆଦମ, ଅନ୍ତିମ ଆଦମ କିଏ? ଯୀଶୁ ଖ୍ରୀଷ୍ଟ। ଯଦି ଆମେ କମ୍ପେୟାର କରିବା କି କଣ୍ଟ୍ରାଷ୍ଟ କରିବା, ଯୀଶୁ ମାନେ ଆଦମର ପରୀକ୍ଷା ସେଇ ଏଦମ ଦିନରେ ହେଲା। ଆଦମଙ୍କର ସବୁ କିଛି ବଢ଼ିଆ ଥିଲା, ଏଭ୍ରିଥିଙ୍ଗ ୱାଜ୍ ପରଫେକ୍ଟ। ଆଦମର ପେଟ ଭରିକି ଥିଲା। ମାତ୍ର ଯୀଶୁଙ୍କର ଯେଉଁ ଶେଷ ଆଦମ, ଯୀଶୁଙ୍କର ପେଟ ମାନେ ସେ ଖୋଦିତ ଥିଲେ। ହି ୱାଜ୍ ହଙ୍ଗ୍ରି 40 days। ଆଦମ ବେଲି ୱାଜ୍ ଫୁଲ୍। ମାତ୍ର ଲାଷ୍ଟ ଆଦମ, ଯୀଶୁ ଯେଉଁ ଶେଷ ଆଦମ, ଉପବାସରେ ଥିଲେ। ଟିକେ କଣ୍ଟ୍ରାଷ୍ଟ ଦେଖନ୍ତୁ ପ୍ରିୟ ବନ୍ଧୁଗଣ। ଆଦମ କ'ଣ ହେଲା? ଆଦମ ୱାଜ୍ ଫ୍ରି। ଆଦମ ସେ ଉଦ୍ୟାନରେ କ'ଣ କଲା? ମାନେ ସେ ପରୀକ୍ଷାରେ ସେ ବିଫଳ। ମାତ୍ର ଯୀଶୁ ଯେଉଁ ଶେଷ ଆଦମ, ଅନ୍ତିମ ଆଦମ, ଲାଷ୍ଟ ଆଦମ, ପରୀକ୍ଷାରେ ସେ ବିଜୟ। ପ୍ରେଜ୍ ଦ ଲର୍ଡ। ଜିଜସ୍ ଇଜ ଦ ଲାଷ୍ଟ ଆଦମ, ଆଉ ଜିଜସ୍ ଇଜ ଦ ନ୍ୟୁ ଇଜ୍ରାଏଲ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି
से नुआ इस्राएल इस्राएल लोक मैंने 40 वर्ष प्रांतर भ्रमण कले परीक्षा विफल हेले मात्र प्रेज द लॉर्ड प्रभु का धन्यवाद हो जीशु ख्रीस्ट जो ईश्वर का पुत्र से विजय है से होचंदी ही इज द न्यू इस्राएल नुआ नूतन इस्राएल अटंती प्रिय बंधुगण कति पाए मुझे उत्साह करने चाहे यही जीशुकर परीक्षा समय हो पारे आज आपण मैंने परीक्षार सम्मुखीन होते मु प्रश्न पचारे चाहे कौन आज आपण क्यों परीक्षार सम्मुखीन होती आपण कहे नो आप धोकार अच्छा आम मानकर परीक्षा सदा बेले 24 घंटा 7 दिन आम मानकर शत्रु सहित आम कौन करे परीक्षा केते बेले से आम परीक्षा कौन करने पकड़ाई से दिन राति ब्रह्म पितर 5 8 लेखाऊँ सिंह प्राय कर गर्जन कर खोजी बुलाऊँ क्या ग्रासिब ही एट द डोर माने आदि पुस्तक लिखा अच्छे प्रिय बंधुगण ये विषय जानवा दरकार आपण वर्तमान क्यों परीक्षा दी गति कर चिंता कर मुझे सप्ताह मु चिंता करी मु क्यों परीक्षार सामना करुँची होपे स्वामी स्त्री मध्य रही पारे कथबार्ता हो पारे बा मोबाइल आपण कौन देखुं जो विषय आपण को माने देखा कथा नुहे से वीडियो गुड़ाक आप देखुं आपण परीक्षा विभिन्न प्रकार हो पारे कौन आप परीक्षा सामना करते आप परीक्षार सामना करती सम्मुखीन होती से आप कौन करती कौन आप परीक्षा सफल हमें परीक्षा विफल हमें जो आप आज अनेक लोक मैंने बड़ बड़ माने विश्वासी ख्रीस्टान मैंने निज ख्रीस्टान बोली कहते विषय आम जब शुणु से परीक्षा विफल हमें परीक्षा आप समस्त अच्छे आप परीक्षार सामना किपरि करते जिते आप परीक्षार सामना करती आपणकर प्रतिक्रिया कौन कौन आपण जीवन में एपरी कौन सी पाप अच्छे कि जहाँ सहित आप संघर्ष कर वी ऑल आर सिनर्स आम समस्ते पापी से बंधुगण आप उत्साह करने चाहिए जदि आप जीवन में एमती कौन सी पाप अच्छी एमती कौन सी परीक्षा अच्छी आप परीक्षा बारंबार आप माने विफल होती ताहले आज एप्रिल माने आम जीशुख्रीष्ट महाराज करते मुझे पद पढ़ी समाप्त करने चाहे एप्रिल 4:14 ରୁ 16 एप्रिल 4 अध्याय 14 पद 16 पद अतएव स्वर्गसम मध्य गमन कर ईश्वर पुत्र जीशु से आम मान प्रधान महाराज रास आम मैंने आम विश्वास मत को दृढ़ भाव में दृढ़ करूँ कारण जे आम दुर्बलतार आम प्रति सहानुभूति देखा असमर्थ आम मानकर एपरी महायोजक नहांती वरं से पाप रहित हो आम मान सर्वत भाव परीक्षित हेले अतएव आस कृपा प्राप्ति निमंते पुणी उपयुक्त समय उपकार को अनुग्रह पाइबा निमंते आम मैंने साहस अनुग्रह सिंहासन निकट को जाओ आम मानकर प्राणकर्ता प्रभु श्री ख्रीष्ट परीक्षित हेले से आम दुर्बलता जानती आम परीक्षा को से जानती आसतु निकट को आगे जावा से आम समस्त विषय जानती हो पारे आपणकर स्वामी जान पारे आपणकर स्त्री जान पारे आपणकर मित्र जान पारे मात्र आम ईश्वर प्रभु श्री ख्रीष्ट से सब जानते आम निकट को जावा निकट रड़ी करवा निकट में आम नवेदन करवा प्रभु मुझे परीक्षार सम्मुखीन होती मत परीक्षा कौन कर विजय प्रदान कर आसत प्रिय बंधुगण निजर चक्षु केवे बंद करवा निजर जीवन को आम समीक्षा करवा क्यों परीक्षार आम सम्मुखीन हो आज मु क्यों पापरे मु संघर्ष करुँची आम मान त्राणकर्ता प्रभु जीशु ख्रीष्ट 40 दिन रही प्रांतर रही शैतान द्वारा परीक्षित हेले से परीक्षा विजय हेले सी होती आम मान महाराजक आम निकट को जावा निकट में अड़ी कर प्रार्थना करवा निकट भरोसा रखा सी आम विजय प्रदान करेंगे।